राधेश्याम। तो आज किसी नुआ ज्ञान नेबा चलतु भगवान कौन कहते जानिबा। जेसा त्वंतगत पाप जनाना पुण्य कर्माणाम ते द्वंद्व मोह नियुक्ता भजन्ते माँ दृढ़ व्रता। एठी कहते निष्काम भाव श्रेष्ठ कर्म करुथिबा जेउ मानकर पाप नष्ट हो सारी ସେହି ରାଗ ଦ୍ୱେଷ ଜନିତ ଦ୍ୱନ୍ଦ୍ୱ ରୂପକ ମୋହରୁ ମୁକ୍ତ ହୋଇସାରିଛି ଓ ଦୃଢ଼ ମନା ଭକ୍ତମାନେ ସକଳ ପ୍ରକାରେ ମୋତେ ଭଜନ କରନ୍ତି, ସେମାନେ ମୋତେ ପାଇଯାଆନ୍ତି। ଯେ ଭଗବାନ କହୁଛନ୍ତି ଯେ ନିଷ୍କାମ ଭାବରେ ଯେ ଶ୍ରେଷ୍ଠ କର୍ମ କରନ୍ତି, ବିଲକୁଲ ବିନା ସ୍ୱାର୍ଥରେ ଭଲ କାମ କରନ୍ତି, ଶ୍ରେଷ୍ଠ କାମ କରନ୍ତି, ସେମାନଙ୍କର ପାପ ତ ନଷ୍ଟ ହୋଇସାରିଛି ଓ ସେହି ରାଗ ଦ୍ୱେଷ ଜନିତ ଦ୍ୱନ୍ଦ୍ୱ ରୂପକ ମୋହରୁ ସେମାନେ ମୁକ୍ତ ହୋଇସାରିଛନ୍ତି ଓ ସେମାନେ ସେଇ ଭକ୍ତମାନେ ସକଳ ପ୍ରକାରରେ ମୋତେ ଭଜନ କରିଥାନ୍ତି। ସେଇ ଭକ୍ତମାନେ ମୋତେ ସକଳ ପ୍ରକାରେ ଭଜନ କରିଥାନ୍ତି, ସେମାନେ ମୋତେ ପାଇଯାଆନ୍ତି ଓ ସେଇମାନେ ମୋତେ ପାଇଯାଆନ୍ତି। ଯେ ସବୁ ପୁଣ୍ୟ କର୍ମଜନ ନାଶି ଅଛନ୍ତି ପାପମାନ ନିଷ୍କାମ ଭାବରେ କର୍ମରେ କରୁଥାନ୍ତି ସଂସାରରେ। ଦୃଢ଼ ମନା ଯେ ଶ୍ରେଷ୍ଠ ଭକ୍ତ ଭଜନ କରନ୍ତି ସତତ ରାଗ ଦେଶ ଆଦି ମୋହରୁ ମୁକ୍ତି ଲଭଇ ଆଦ୍ୟରୁ ଦ୍ୱନ୍ଦ୍ୱ ମୋହରେ ନ ପଡ଼ନ୍ତି ମୋତେ ଆଶ୍ରୟ କରିଥାନ୍ତି। ଯେ ଭଗବାନ କହୁଛନ୍ତି ଯେ ଯେଉଁ ଭକ୍ତମାନେ ଶ୍ରେଷ୍ଠ କାମକୁ କରନ୍ତି, କୌଣସି ସନ୍ଦେହରେ କରନ୍ତି ନାହିଁ, ରାଗରେ ଦ୍ୱେଷରେ ସେମାନେ ମୁକ୍ତ ହୋଇସାରିଛନ୍ତି ରାଗରୁ ଦ୍ୱେଷରୁ, ସେହି ଭକ୍ତମାନେ ସହଜରେ ମୋତେ ପ୍ରାପ୍ତ କରିପାରନ୍ତି। ସେହି ଭକ୍ତମାନେ ମୋର ଆଶ୍ରୟରେ ସବୁବେଳେ ଥାନ୍ତି। ଜରା ମରଣ ମୋକ୍ଷାୟ ମାମେଶ୍ରିତ ଜାତନ୍ତି ଯେ ते ब्रह्म तद विदु कृत ସ୍ନନ୍ଧାତ୍ମ କର୍ମ ଚାଖିଲମ୍। ଏଇଠି ଜରା ମଣିଷ ମୋକ୍ଷ ଏମାନେ ସବୁ ମୋର ଆଶ୍ରିତ। ଏମାନେ କହୁଛନ୍ତି ଭଗବାନ ଜରା ମରଣ ମୋକ୍ଷ ଏମାନେ ସବୁ ମୋର ଆଶ୍ରିତ। ଯେଉଁମାନେ ଶରଣ ନେଇ ଜରା ଓ ମରଣରୁ ମୁକ୍ତି ପାଇବା ପାଇଁ ଯତ୍ନ କରନ୍ତି, ସେମାନେ ସେହି ବ୍ରହ୍ମକୁ ପୂର୍ଣ୍ଣ ଆଧ୍ୟାତ୍ମିକ ସମସ୍ତ କର୍ମକୁ ଜାଣନ୍ତି। ଦ୍ୱନ୍ଦ୍ୱ ମୋହକୁ ଛାଡ଼ି ସେହି ଦୃଢ଼ ଭାବରେ ମୋତେ ପାଇ ମରଣ ଜରା ମୋକ୍ଷ ଇଚ୍ଛା କରଇ ମୋ ଆଶ୍ରୟ ବାଞ୍ଛା ସେହି ଯେ ପରମାତ୍ମା ଜାଣେ ଆଧ୍ୟାତ୍ମ ମହାତ୍ମା ବନନେ ଭବ ସଂସାର ମୋକ୍ଷ ପାଇଁ ସ୍ୱର୍ଗେ ଆନନ୍ଦ ରହେ ସେହି ବ୍ରହ୍ମକୁ ହୁଅଇ ପ୍ରାପତ ମହିମଣ୍ଡଳୁ ହୁଏ ମୁକ୍ତ। ଯେ ଭଗବାନ କହୁଛନ୍ତି ଯେ ଯିଏ ଜରା ମରଣ ମୋକ୍ଷ ଏମାନେ ସବୁ ମୋର ଆଶ୍ରିତ ଓ ଯେଉଁମାନେ ଶରଣ ନେଇ ଜରା ମରଣରୁ ମୁକ୍ତ ପାଇବା ପାଇଁ ଯତ୍ନ କରନ୍ତି, ସେଇ ବ୍ରହ୍ମକୁ ପୂର୍ଣ୍ଣ ଆଧ୍ୟାତ୍ମିକ ଓ ସମସ୍ତ କର୍ମକୁ ଜାଣିପାରନ୍ତି ସେଇ ମଣିଷମାନେ। ସାଧିଭୂତାଧିଦୈବ୍ୟ ମା ସାଧି ଯଜ୍ଞ ଚେ ବିଦୁ ପ୍ରାଣାୟ କାଳେଇ ପିଚ ମାତେ ବିଦୁର୍ଯକ୍ତ ଚେତସ। ଯେଉଁମାନେ ଅଧିଭୂତ ଅଧିଦୈବ ଅଧିଯଜ୍ଞ ସହିତ ସମସ୍ତଙ୍କର ଆତ୍ମରୂପକ ମୋତେ ଅନନ୍ତ କାଳରେ ହେଲେ ମଧ୍ୟ ଜାଣନ୍ତି, ସେହି ମୁକ୍ତଚିତ୍ତ ମନୁଷ୍ୟମାନେ ମୋତେ ଜାଣନ୍ତି। ସେ ମୋର ଐଶ୍ୱର୍ଯ୍ୟ ଲୋଭ କରେ, ମରଣ କାଳରେ ହେତୁ ଲୋପ ହୁଏ ନାହିଁ, ତେଣୁ ତାର ଆଉ ଜନ୍ମ ହୁଏ ନାହିଁ। ଏଠି ଭଗବାନ କହୁଛନ୍ତି ଯେ ଯେଉଁମାନେ ଅଧିଭୂତ ଅଧିଦୈବ୍ୟ ଏବଂ ଅଧିଯଜ୍ଞ ସହିତ ସମସ୍ତଙ୍କର ଆତ୍ମରୂପ ମୋ ଅନ୍ତ କାଳରେ ହେଲେ ମଧ୍ୟ ଜାଣନ୍ତି, ସେଇ ଯୁକ୍ତଚିତ୍ତ ମନୁଷ୍ୟମାନେ ମୋତେ ଜାଣନ୍ତି ଓ ସେ ମୋର ଐଶ୍ୱର୍ଯ୍ୟ ଭୋଗକୁ କରନ୍ତି, ମରଣ କାଳରେ ହେତୁ ଲୋପ ହୁଅନ୍ତି ନାହିଁ। ମାନେ ମରଣ ଅବସ୍ଥା ଆସିଗଲେ ବି ସେମାନେ ଲୋପ ହୁଅନ୍ତି ନାହିଁ ଓ ସେମାନଙ୍କର ଆଉ ଥରେ ମଧ୍ୟ ଜନ୍ମ ହୁଏ ନାହିଁ। ଅଧିଦୈବ୍ୟ ଅଧିଭୂତ ଅଧିଯଜ୍ଞ ଏହି ସମସ୍ତ ବିଷୟ ସଦା ମୋତେ ଜାଣି ମୋଠାରେ ମନ ଦେଲେ ପ୍ରାଣୀ ଏକାଗ୍ରତାରେ ମୋତେ ଧ୍ୟାଏ ମୃତ୍ୟୁ କାଳରେ ହେତୁ ପାଏ
ସିଦ୍ଧି ହେଉ ବା ନ ହଉ ଜଗ କଲେ ପରମାନନ୍ଦେ ଭୋଗ। ଆବର ଜନ୍ମ ସେ ନ ପାଏ ମତ୍ସର୍ଯ୍ୟ ଭୋଗୁଥାଏ। ଜ୍ଞାନ ଜଗର କଥା ଏହି ଏହାକୁ ଭୁଲି ଯିବୁ ନାହିଁ। ସର୍ବଦା ଜ୍ଞାନ ମାର୍ଗେ ଥିବ ବାସୁଦେବ ଲୟ କରିବ। କହି ଦିନ ଦଇତାରି ଜପି ସଂସାରୁ ହୁଅ ପାରି। ତ ଏଇଠି ସପ୍ତମ ଅଧ୍ୟାୟ ସରିଯାଇଛି। ଏଠି ଭଗବାନ କହୁଛନ୍ତି ଯେ ଏକାଗ୍ର ଚିତ୍ତରେ ମୋତେ ଯିଏ ଧ୍ୟାନ କରେ, ମୋର ଯିଏ ଭଜନ କରେ, ସିଏ ମୃତ୍ୟୁରୁ ମଧ୍ୟ, ତାର ମୃତ୍ୟୁ କାଳରେ ମଧ୍ୟ ସେ ସିଦ୍ଧି ହେଇସାରିଛି। ତାର ଜନ୍ମ ଆଉ କେବେ ବି ହେବ ନାହିଁ। ତାର ସିଦ୍ଧି ହଉ କି ନ ହଉ ମଧ୍ୟ କହୁଛନ୍ତି ସେ ପରମାନନ୍ଦକୁ ଭୋଗ କରିବ, ସେ ଐଶ୍ୱର୍ଯ୍ୟକୁ ଭୋଗ କରିବ। ସେଥିପାଇଁ ଜ୍ଞାନ ଯୋଗର କଥା ଏହା ଯେ ଭଗବାନଙ୍କୁ ସବୁବେଳେ ସ୍ମରଣରେ ରଖିବା, ସବୁବେଳେ ଭଜିବା, ପ୍ରତ୍ୟେକଟି କର୍ମକୁ ନେଇ ଭଗବାନଙ୍କ ଆଗରେ ସମର୍ପିତ କରିକି କରିବା। ସ୍ୱାର୍ଥ ଦେଖିବା ନାହିଁ ଯେ ଏଇ ଜିନିଷଟା କଲେ ଲାଭ ହେବ କି କ୍ଷତି ହେବ। କର୍ମ ଭଲ ମାନେ କାମଟି ଭଲ ମାନେ ବିନା ସ୍ୱାର୍ଥରେ କାମକୁ କରିବା ଓ ଭଗବାନଙ୍କୁ ସବୁବେଳେ ମନରେ ରଖି କାମକୁ କରିବା। ତ ଦେଖିବା ସେଇ ଜ୍ଞାନ ମାର୍ଗରେ ଯେତିକି ଚାଲିବା, ଭଗବାନଙ୍କୁ ନେଇକି ଆମେ କିଛି ବି ଅସୁବିଧା ପାଇବା ନାହିଁ। ଏ ଭବ ସାଗରରୁ ପାରି ହେଇଯିବା। ଓ ଭଗବାନ କହୁଛନ୍ତି ଯେତିକି ଜପିବୁ, ଯେତିକି ମୋତେ ଜପିବୁ, ମୋ ନାମକୁ ଜପିବୁ, ତୁ ଆଉ ଏଠି ଜନ୍ମ ନେବୁ ନାହିଁ। ମୁଁ ଶେଷ ସମୟରେ ତୋର ହେଇକି ଥିବି, ତୁ ମୋର ହେଇକି ଥିବୁ, ତୋତେ ଆଉ ଆସିବାକୁ ପଡ଼ିବ ନାହିଁ। ତ ସେଥିପାଇଁ ଏଇଠି ସମ୍ପୂର୍ଣ୍ଣ ଜ୍ଞାନ ଯେ ପ୍ରତ୍ୟେକଟି ସମୟରେ ଭଗବାନଙ୍କୁ ଯେତିକି ଆମେ ନାମ ନେବା, ତାଙ୍କର ଭଜନ କରିବା, କୀର୍ତ୍ତନ କରିବା, ତାଙ୍କୁ ସ୍ମରଣ କରିବା, ନମନ କରିବା, ପ୍ରଣାମ କରିବା ଓ ତାଙ୍କର କର୍ମ ଅନୁସାରେ ଯାହା ଠିକ୍ ପ୍ରତ୍ୟେକଟି କାମକୁ ବାଛିକି କରିବା, ଆମେ ଐଶ୍ୱର୍ଯ୍ୟ ଭୋଗ ନିହାତି କରିବା। ରାଧେଶ୍ୟାମ।